ମଉସା ଏ ଶାଢ଼ୀ ଗୁଡ଼ା କାଟୁଛ କ'ଣ କରିବେ କି? ଏଗୁଡ଼ାକ ଯେଉଁ ଅଦରକାରୀ ଶାଢ଼ୀ ତାକୁ ଆଉ ଫିଙ୍ଗି ଦେବାନି। ଏଗୁଡ଼ା କିଛି ଅନ୍ଧ ଲୋକ ଅଛନ୍ତି, ସେମାନେ ତ ପାଇଖାନା ଯିବା ପାଇଁ ଭାରି ଅସୁବିଧା ହେଉଛି। ସେମାନେ ଯେଉଁଠି ରହୁଛନ୍ତି ଏ ଦୌଡ଼ି ଶାଢ଼ୀ ଗୁଡ଼ାକ ସବୁ ଦୌଡ଼ି ବନେଇଦେମି। ଦୌଡ଼ି ବନେଇ ଦେଇକି ଯେଉଁଠୁ ସେ ରହୁଛନ୍ତି ସେଠୁ ପାଇଖାନା ପର୍ଯ୍ୟନ୍ତ ଗୋଟେ ଦୌଡ଼ି ବାନ୍ଧିଦେନେ ସେ ଦୌଡ଼ିକି ଧରି ଧରିକା ସେମାନେ ପାଇଖାନା ପଳେଇବେ, ପୁଣି ଧରି ଧରିକା ପଳେଇ ଆସିବେ। ତେଣୁ ଏ ଶାଢ଼ୀ ଗୁଡ଼ାକ ବେକାର ଅଦରକାରୀ କାହିଁକି ହେବ? ଆଉ ତାକୁ କାଟି ଦେଇକି ଦୌଡ଼ି ବନେଇଦେମି, ସେ ଦୌଡ଼ି ଧରିକି ଯିବା ଆସିବା କରିବେ। ଆଉ ଇଏ ଦୌଡ଼ି ଫୌଡ଼ି କିଣିବା ପାଇଁ ଏତେ ପଇସା ପତ୍ର କେଉଁଠୁ ଆସିବ? ଏ ତ ମାଗି ଯେତିକି ଚାଲିଛି ବାବା ଆଶ୍ରମଟି। ତେଣୁ ଏଇ ଯେଉଁ ଶାଢ଼ୀ ଗୁଡ଼ାକ ଅଦରକାରୀ ହେଇଛି ତାକୁ ଦୌଡ଼ି ବନେଇଦେବା। ତେଣୁ ଏମିତି କରିକି ଟିକେ ଖର୍ଚ୍ଚ କାଟ କରିକି ଚଳେଇବା କଥା। ଆଉ ଆଜି କିଛି ଗଛ ଲଗେଇବାର ଅଛି। ଯେଉଁ ଗଛ କିଛି ଲଗେଇବା ତାକୁ ମଧ୍ୟ ସେ ବାଡ଼ ଘେରିବା ପାଇଁ ଦୌଡ଼ି ଦରକାର। କାରଣ ଗଛଟା ବଞ୍ଚିଲେ ମଣିଷ ବଞ୍ଚିପାରିବ। କିନ୍ତୁ ସମାଜର ତାପରେ ସବୁ ବିଘଟନ ଚିନ୍ତାଧାରା ଚାଲିଛି। ଗଛ ଲଗାଇବା ପାଇଁ ଆଗ୍ରହ ନାହିଁ, କିନ୍ତୁ ପାହାଡ଼କୁ ଫଟେଇକି ମନ୍ଦିର ତୋଳିବା ପାଇଁ ବହୁତ ଆଗ୍ରହ ଲୋକମାନଙ୍କର ଅଛି। ମନ୍ଦିର ତୋଳିବା ପାଇଁ କୋଟି କୋଟି ଟଙ୍କା ହାଟି ଖର୍ଚ୍ଚ ହେଉଛି। ହେଲେ ମଣିଷମାନଙ୍କ ଭିତରେ ଏତେ ହୀନ ବିଚାର ଅଛି ଯେ ଯଦି ଆମେ ଗୋଟିଏ ମନ୍ଦିର ଏ ଭାରତବର୍ଷରେ ଗୋଟେ କୋଟି ମନ୍ଦିର ତିଆରି କରିଦେବା, ଏ ଗଛକୁ ସବୁ ହାଣିଦେବା, ତାହେଲେ ଇଏ ମଣିଷ ସମାଜ ବଞ୍ଚିବ ତ? କିନ୍ତୁ ବିଚାର ଏତେ ସଂକୀର୍ଣ୍ଣ ହୋଇଯାଇଛି ମଣିଷମାନଙ୍କର। ତେଣୁ ପାହାଡ଼କୁ ଫଟେଇବା, ମନ୍ଦିର ତିଆରି କରିବା, ଆଉ ତା ଦେହର କିଛି କାଠ ପଥରକୁ ଆଣିକି ଠାକୁର କରିକି ରଖିବା। କିନ୍ତୁ ବିଚାର କରିବାର କଥା, ଇଏ ମଣିଷ ସମାଜ ପାଇଁ ବୃକ୍ଷ ହେଉଛି ଜୀବନର ଉପାଦାନକାରୀ। ତେଣୁ ବୃକ୍ଷକୁ ମଣିଷ ଭଲ ପାଇଲା ନାହିଁ। ତେଣୁ କିଛି ଗଛ ଲଗା ହେଇଛି, ଆଉ ଲଗା ବି ଯିବ କିଛି। ଆଉ ତା ପାଇଁ ମଧ୍ୟ ବାଡ଼ ତାକୁ ରକ୍ଷା କରିବା ପାଇଁ ଆଉ ଅଯଥାରେ ଦୌଡ଼ି ଫୌଡ଼ି କିଣିକି ଆଣିବା ଅପେକ୍ଷା ବାପା ଏଇ ପୁରୁଣା କପଡ଼ାକୁ କାଟିକି ଯଦି ଦୌଡ଼ି ବାନ୍ଧିଦେବା, ସେ ଅନ୍ତତଃ ବର୍ଷେ 2 ବର୍ଷ ଯିବ। ତେଣୁ ସେଥିପାଇଁ ଚିନ୍ତାଧାରା ସବୁ ମୋର ଟିକେ ଅବାଗିଆ ରକମ ହେଇପାରେ। ଆପଣମାନଙ୍କୁ ଚିନ୍ତାଧାରା ଗୁଡ଼ାକ ଅବାଗିଆ ଲାଗୁଥିବ, ହେଲେ ମୋ ଭାବନା ଭିତରେ ମୁଁ ଜାଣିଛି ଯଦି ଏ ସଂସାର ଭିତରୁ ସବୁ ଗଛ ଗୁଡ଼ା କାଟିକି ଫିଙ୍ଗିଦେବା, ଆମେ ଖାଲି ମନ୍ଦିର ତିଆରି କରିଦେବା, ଇଏ ମଣିଷ ସମାଜ ବଞ୍ଚିବ ତ? ସାରା ସଂସାର ତ ଲୋକ ଖାଲି ନାମ ନେଉଛନ୍ତି, କାହା ନାମ ଗୋଟେ ନେଉଛନ୍ତି। ତେଣୁ କାମ କରିବାର ନାହିଁ। ଅନେକ ଲୋକ ଅଛନ୍ତି ଯେ ଖାଲି ନାମ ନେଲେ, ମୃଦଙ୍ଗ ବଜେଇବେ, ଝାଞ୍ଜ କରତାଳି ମାରିବେ, ଖାଇବେ, କିନ୍ତୁ ଖାଦ୍ୟଟା ଆସିବ କେଉଁଠୁ? କିନ୍ତୁ କର୍ମ କରିବାକୁ ପଡ଼ିବ। ଆମେ ଯଦି ଜୀବନ ସାରା ଖାଲି ନାମ ନେବା, କର୍ମ କରିବାନି, ଭାରତବର୍ଷର ଲୋକ ସମସ୍ତେ ଖାଲି ନାମ ନେବା, କ'ଣ ଖାଇବାକୁ ମିଳିବ? କିନ୍ତୁ ଆଗେ କର୍ମ ଦରକାର। କର୍ମ କଲେ କିଛି ଫଳ ଫଳିବ, ତା ଭିତରୁ ଆମେ କିଛି ଖାଦ୍ୟ ଖାଇବା। ତେଣୁ ଖାଦ୍ୟଟା କର୍ମ କଲେ ଖାଦ୍ୟ ତିଆରି ହେବ, ଖାଦ୍ୟ ତିଆରି ହେଲେ ମଣିଷ ବଞ୍ଚିବ। କିନ୍ତୁ ଆଉ ତ ଏମିତି ଲୋକ ସବୁ ଭାବୁଛନ୍ତି ଆମକୁ ନାମ ନେବା ଦ୍ୱାରା ବୋଧେ ସବୁ ଖାଇବା ପିଇବା ସବୁ ମିଳିଯିବ। ଆରେ ଏ ବୁଝିପାରୁନାହାନ୍ତି, ଯେତେ ମହାପୁରୁଷମାନେ ଥିଲେ, ବଡ଼ ବଡ଼ ଭଗବାନ ନାମଧାରୀ ଅନେକ ମହାପୁରୁଷମାନେ ଆସିଛନ୍ତି, ସମସ୍ତେ କହିଛନ୍ତି କର୍ମ କର। ତେଣୁ କି କର୍ମ କରିବା ସେ ଭାବିପାରିଲେନି। ସେଥିପାଇଁ ଆମେ ତ ମାନସିକତା ଏତେ ତଳକୁ ଯାଇଛି ଯେ ମଣିଷ ଖାଲି ରୋଗ ବ୍ୟାଧିରେ ସଢ଼ିବା ଛଡ଼ା ଆଉ କିଛି ତା'ର କାରଣ ନାହିଁ। ତେଣୁ ଯେତେ ମଣିଷ ଉପରକୁ ଯାଉଛି, ଯେତେ ସୂକ୍ଷ୍ମ ଚିନ୍ତାଧାରା କରୁଛି, ସେତେ ମଣିଷ ନିମ୍ନଗାମୀ ହେଉଛି।
ସମସ୍ତଙ୍କ ରାଗ କ୍ରୋଧ ହିଂସା ଲୋଭ ମୋହ ଭିତରେ ସଢ଼ି ଯାଉଛନ୍ତି। ତେଣୁ ସେଥିପାଇଁ ଯେ ପ୍ରତ୍ୟେକ ଦିନ ଯୋଗ କରିବାର ଅର୍ଥ ନୁହେଁ ଯେ ଆମେ କାହା ନାମକୁ ଡାକିବା। ଶରୀରକୁ ରକ୍ଷା କରିବା ପାଇଁ, ଶରୀରକୁ ଭଲ ପ୍ରାଣ ପହଞ୍ଚାଇବା ପାଇଁ ଯୋଗର ଆବଶ୍ୟକତା ଅଛି। ଆଉ ପେଟକୁ ଶରୀରକୁ ବଞ୍ଚାଇବା ପାଇଁ ମଧ୍ୟ କିଛି ଖାଦ୍ୟର ଆବଶ୍ୟକତା ଅଛି। ତେଣୁ ଆମେ ସେଥିପାଇଁ ଯେ ଏମିତି କର୍ମ କରିବା ଦରକାର ଯେ କି ମଣିଷ ସୁସ୍ଥ ନିରୋଗ ଜୀବନଯାପନ କରିବ, ଆଉ ଯେତିକି ଦିନ ରହିବ ସେ ସୁସ୍ଥରେ ରହିବ। ଏଇସବୁ କଥା ଆଉ କ'ଣ ଆଉ ଅଧିକା ବୁଝେଇବି, ସଂସାର ତ ବୁଝିପାରିଲାନି କିଛି କଥା। ବାପ ମାଆକୁ ବଜାର ହାଟର ଛାଡ଼ି ଦେଉଛନ୍ତି, ଷ୍ଟେସନର ଛାଡ଼ି ଦେଇକି ପଳେଇ ଯାଉଛନ୍ତି। ଏଇ କିଛି ପୁତ୍ର ଅଛନ୍ତି ହୀନ ମାନସିକତାର, ଯେ ସେ ପୁତ୍ର ପୁତ୍ରୀମାନେ ପିତାମାତାଙ୍କୁ ପଛକୁ ଫେରିକି ଅନେଇଲେନି, ଯେଉଁମାନେ କି ବଜାର ହାଟରେ ଛାଡ଼ି ଦେଉଛନ୍ତି। ଆଉ କାଳେ ତାଙ୍କ ଝାଡ଼ା ପରିସ୍ରା ସଫା କରିବାକୁ ପଡ଼ିବ, ତାକୁ ଛାଡ଼ି ଦେଇକରି ପଳେଇ ଯାଉଛନ୍ତି। ତେଣୁ ସେଥିପାଇଁ ଆମେ ତାଙ୍କୁ ରୁଣ୍ଡେଇ ସାଉଁଟି ଆଣିକି ଖୁଣ୍ଟି ଖାଣ୍ଟିକି ଆଣିକି, ଆମର କିଛି ପିଲାମାନେ ଅଛନ୍ତି ଯେଉଁମାନେ ବଜାର ହାଟ ଟାଉନରେ ବୁଲୁଛନ୍ତି, ସେମାନେ କାହାକୁ କେଉଁଠୁ କେତେବେଳେ ପାଉଛନ୍ତି, ଆଣିକି ଏଇ ଜାଗାରେ ଆଣିକି ଛାଡ଼ି ଦେଉଛନ୍ତି। ତେଣୁ ଆମେ ତାଙ୍କୁ ସେବା କରିବାକୁ ପଡ଼ିବ, ତାଙ୍କୁ ରକ୍ଷା କରିବାକୁ ପଡ଼ିବ। ଯେହେତୁ ତାଙ୍କର ଜୀବନ ସିନା ଅଛି, ଆଉ ଆଖି ନାହିଁ, କାନ ନାହିଁ, ଗୋଡ଼ ନାହିଁ, ଏମାନେ କିଛି ବୁଝିପାରୁନାହାନ୍ତି। ତେଣୁ ତାଙ୍କୁ ସେବା କରିବା ହିଁ ଈଶ୍ୱରଙ୍କ ସେବା। ତେଣୁ ଏ ମଣିଷ ବୁଝିଲାନି, କାଠ ପଥର କତିକି ଦୌଡ଼ୁଛି, ମନ୍ଦିରକୁ ଦୌଡ଼ୁଛି, ସକାଳୁ ରାତି ପାଇଲେ ଗାଧେଇ ପାଧେଇକି ମନ୍ଦିରକୁ ଦୌଡ଼ିକି ଯାଉଛି। ମନ୍ଦିର ପାଖରେ ସେଠି 1000, 2000, 5000 ଦାନ କରିଦେଉଛି। କିନ୍ତୁ ଯେଉଁ ବୃଦ୍ଧ ପିତାମାତାମାନେ ଅଛନ୍ତି, ତାଙ୍କ ପାଇଁ ଟଙ୍କାଟିଏ ଖର୍ଚ୍ଚ କରିବା ପାଇଁ, ଆଉ ଟିକେ ସେବା ଦେବା ପାଇଁ ତାଙ୍କ ପାଖରେ ମାନସିକତା ନାହିଁ। ତେଣୁ ଆଉ କ'ଣ ଆଉ ଅଧିକା କହିବି, ଏତିକି କହିକି ବାବା ରହୁଛି। ଆଉ ରଖ, ଆଉ ମୋତେ ଆଉ ଅଧିକା କିଛି ପଚାରନି।